ଜୀବନରେ ସଫଳତା ହେବା ପାଇଁ କିଛି ସହିବାକୁ ପଡୁଛି। ଏହି ଦୁନିଆରେ କାହାରି କିଛି କହିବାର ଅଧିକାର ନାହିଁ ଏବଂ ଆପଣଙ୍କ ଲକ୍ଷ୍ୟ ହାସଲ କରିବା ପାଇଁ ତେଣୁ ଶାନ୍ତ ରୁହନ୍ତୁ ଏବଂ କଠିନ ପରିଶ୍ରମ କରନ୍ତୁ। ଆପଣଙ୍କ ଦୁନିଆକୁ ନିଜ ପାଖରେ ରଖନ୍ତୁ। ଯେତେବେଳେ ଆପଣ ଏହାକୁ ଏକ କାହାଣୀ ରଖନ୍ତି ସେତେବେଳେ ପର୍ଯ୍ୟନ୍ତ କେହି ଏହା ବିଷୟରେ ଜାଣିପାରିବେ ନାହିଁ। ମୁଁ ଭାବୁଛି ଯେ କାହାକୁ କହି ଆପଣ କ'ଣ ଲାଭ ପାଇବେ? ଲାଭ ଏବଂ କ୍ଷତି ପ୍ରାୟତଃ ସଫଳତା ବିଷୟରେ ହୋଇଥାଏ। କିନ୍ତୁ ପ୍ରଥମେ ଏହାକୁ ଛାଡ଼ି ଦିଅନ୍ତୁ। ସମ୍ପ୍ରଦାୟ ଏହି ଦୁନିଆର ସମସ୍ତ ସଫଳ ଲୋକମାନେ ସେମାନଙ୍କୁ ସେମାନଙ୍କର ସଫଳତା ଦ୍ୱାରା ଜାଣନ୍ତି। ଲୋକମାନେ ସେମାନଙ୍କୁ ସେମାନଙ୍କର ସାହସିକତା ଦ୍ୱାରା ଜାଣନ୍ତି। ମୁଁ ସେମାନଙ୍କ କାମ ଦ୍ୱାରା କାହାର ନାମ ବୁଝେ। ଭୁଲରୁ ଶିଖିବାର ଯୁଗ ଶେଷ ହୋଇଛି। ଯଦି ଆପଣ ଭୁଲରୁ ଶିଖନ୍ତି ତୁମେ ବହୁତ ଉଚ୍ଚ ଏବଂ ବହୁତ ଥଣ୍ଡା ହେବ। ସେଥିପାଇଁ ତୁମେ ନିଜକୁ ଉନ୍ନତ କରିଚାଲ। ବୁଦ୍ଧିରେ କାମ କର। ଯେତେବେଳେ ଥମାସ ଏଡିସନ୍ ଲୋକମାନଙ୍କୁ ତାଙ୍କ କାମ ବିଷୟରେ କହିଲେ ସମସ୍ତେ ତାଙ୍କୁ ଉପହାସ କଲେ। ସେ କି ପ୍ରକାରର କଥା କହୁଛନ୍ତି? ସେ କହିଲେ, ମୁଁ ଏପରି ଏକ ଯନ୍ତ୍ର ତିଆରି କରିବାକୁ ଯାଉଛି ଯାହା ପୋଡ଼ିଗଲେ ଅନ୍ଧକାରକୁ ବନ୍ଦ କରିଦେବ। ଏହା ଆଲୋକ ଦେବ ଏବଂ ଅନ୍ଧକାରକୁ ଦୂର କରିଦେବ। ତାଙ୍କୁ ଘଉଡ଼ାଇ ଦିଆଗଲା। ଲୋକମାନେ ଉପସ୍ଥିତ ଥିଲେ। ଆପଣ କ'ଣ କହୁଛନ୍ତି? ସେ ପାଗଳ ପରି ମନେ ହେଉଥିଲେ। କିନ୍ତୁ ଯେତେବେଳେ ହଜାର ହଜାର ବିଫଳତା ପରେ ସେ ଏପରି ଏକ ଉପକରଣ ତିଆରି କଲେ ଲୋକମାନେ ତାଙ୍କୁ ପ୍ରଶଂସା କରିବାକୁ ଲାଗିଲେ ଏବଂ ଆଜି ସମଗ୍ର ବିଶ୍ୱ ତାଙ୍କ ଦକ୍ଷତା ବିଷୟରେ ଜାଣିଛି। ମସ୍ତିଷ୍କର କାମ ହେଉଛି ସୂଚନା ସଂଗ୍ରହ କରିବା ଏବଂ ତୁମର କାମ ହେଉଛି ଏହା ଉପରେ କାର୍ଯ୍ୟ କରିବା। ତେଣୁ ନିଜ ଦିଗରେ ଭଲ ଜିନିଷ ବିଷୟରେ ଚିନ୍ତା କରି ସେମାନଙ୍କୁ ଏକ ଭିନ୍ନ ସ୍ତରର କଳ୍ପନା ସହିତ ବ୍ୟବହାର କରି ଦୁନିଆ ଏପରି ହୋଇଯାଏ ଯେ ତୁମେ ଏହା କର। ଦେଖ, କେହି କାହାକୁ ସମର୍ଥନ କରେ। ତୁମେ ଏହା ଚାହୁଁଛ? କେହି ତୁମ ସହିତ ରୁହେ? ତେବେ ସମୟ ନଷ୍ଟ କରିବାର ଅର୍ଥ କ'ଣ? ଆସ, ଆମର ଚିନ୍ତାଧାରା ଏବଂ ଭବିଷ୍ୟତମାନଙ୍କୁ ଆମର ପଥ କହିବା। ଚୁପ୍ ରୁହ। ଗୁପ୍ତ ଭାବରେ ଆମେ ଏକ ନୂତନ ଦୁନିଆ ସୃଷ୍ଟି କରିବୁ। ଯେତେବେଳେ ତୁମେ ସଫଳ ହେବ ଆମେ ସମସ୍ତଙ୍କୁ କହିବୁ। ସମୟ ଆମକୁ ଗନ୍ତବ୍ୟ ସ୍ଥଳ ଦେଖାଇବ। କାରଣ ଯେତେବେଳେ ତୁମେ ଲୋକଙ୍କୁ ଭେଟିବ ତୁମେ ହେବ ନାହିଁ। ତାପରେ ଏପରି କେହି ଜଣେ ରହିବ ଯିଏ ତୁମର କଷ୍ଟକର ସମୟ ଏବଂ ତୁମର କଷ୍ଟକୁ ବୁଝାଇବ ବିନା ସବୁକିଛି ଠିକ୍ ଥିଲା ବୋଲି କହିବ। ତୁମର ସଫଳତା ବିଷୟରେ ଶବ୍ଦ କରିବା ପାଇଁ କେବଳ ଚୁପ୍ ରୁହ। ଆସ, ଏକ ଉତ୍ତେଜନା ସୃଷ୍ଟି କରିବା।